ରଥରୁ ଓହ୍ଲାଇ ଭକତ କ୍ରୂର ନନ୍ଦ ଘର କଲେ ଗମନ ହୋ ଶ୍ରୀକୃଷ୍ଣଙ୍କୁ ଦେଖି ନନ୍ଦର ମନ୍ଦିରେ ଅନ୍ତରେ ବୋଲଇ ବଚନ অন্তরে বলই বচন তোতে ছাড়ি গলে রে কলা মোহন মতে ছাড়িবনি কংস রাজন তোতে ছাড়ি গলে রে কলা মোহন মতে ছাড়িবনি কংস রাজন কালি প্রভাতরু রথরে বহন ମୋ ସାଥେ ମଥୁରା ନକଲେ ଗମନ ଜାଣିଥାରେ ନିଶ୍ଚେ ମୁସିର ହୋଇବ ଛେଦନ ରାଜା ଆଜ୍ଞାକୁ କରିଲେ ଅମାନ୍ୟ ନିଶ୍ଚେ ମୁସିର ହୋଇବ ଛେଦନ ରାଜା ଆଜ୍ଞାକୁ କରିଲେ ଅମାନ୍ୟ। କୃଷ୍ଣଙ୍କୁ ଦେଖି ମୋହ ଲାଗିଗଲା ଭକ୍ତ ଅକ୍ରୁଙ୍କର ମନେ ମନେ କ'ଣ କହୁଛନ୍ତି? କେଡ଼େ ସୁନ୍ଦରିଆ ଲବଣୀ ପିତୁଳା ଯଶୋଦାର ଗଣ୍ଠି ଧନ ମନ କହୁନି ସେ ଅସୁର ହାତରେ ଟେକି ଦେବାକୁ ରେ ଧନ କେଡ଼େ ସୁନ୍ଦରିଆ ଲବଣୀ ପିତୁଳା ଯଶୋଦାର ଗଣ୍ଠି ଧନ ମନ କହୁନି ସେ ଅସୁର ହାତରେ ଟେକି ଦେବାକୁ ରେ ଧନ ନା ତୋତେ ନେଇପାରିବିନି ମୁଣ୍ଡ ଯାଉ ତୁଣ୍ଡ ଖୋଲି କହିବିନି ଜାଣିଥାରେ ନନ୍ଦ ବାବାଙ୍କୁ ଦେବିନି କଷଣ ମୁଁ ଶିଶୁ ହତ୍ୟାର ହେବିନି କାରଣ ନନ୍ଦ ବାବାଙ୍କୁ ଦେବିନି କଷଣ ମୁଁ ଶିଶୁ ହତ୍ୟାର ହେବିନି କାରଣ। ଅକ୍ରୁରଙ୍କ ଅନ୍ତର କଥା ଜାଣି ଭଗବାନ ଶ୍ରୀକୃଷ୍ଣ କ'ଣ କଲେ? ଅନ୍ତରର କଥା ଜାଣି ଅନ୍ତର୍ଯ୍ୟାମୀ ଅକ୍ରୁରକୁ ମାୟା ବଳେ ଗାଈ ଦୁହୁଁ ଚତୁର୍ଭୁଜ ରୂପ ଅନନ୍ତ ଯେ ଦେଖାଇଲେ ଅନ୍ତରର କଥା ଜାଣି ଅନ୍ତର୍ଯ୍ୟାମୀ ଅକ୍ରୁରକୁ ମାୟା ବଳେ ଗାଈ ଦୁହୁଁ ଚତୁର୍ଭୁଜ ରୂପ ଅନନ୍ତ ଯେ ଦେଖାଇଲେ ଜଣାଇଲେ ଗିରି କରିଲି ଧାରଣ ଦୈତ୍ୟନାଶୀ କଲି କାଳିୟ ଦଳନ ଅକ୍ରୁର ହେ ଅକ୍ରୁର ନିୟ କଂସକୁ କରିବି ନିଧନ ଧରା ପାପ ମୁଁ କରିବି ମୋଚନ ନିୟ କଂସକୁ କରିବି ନିଧନ ଧରା ପାପ ମୁଁ କରିବି ମୋଚନ। ଅକ୍ରୁର ମନରୁ ତୁଟିଗଲା ଚିନ୍ତା ମନେ ପଡ଼ିଗଲା ଗର୍ଗମୁନି କଥା। କ'ଣ ହେଲା? କୃଷ୍ଣ ସ୍ୱୟଂ ନାରାୟଣ ଶ୍ରୀପଦେ ଗଲା ଶରଣ ଶ୍ରୀପଦେ ଗଲା ଶରଣ